ସାଇକୋଲୋଜି କହିଥାଏ ଅଧିକ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ଆମ ଭିତରେ ହ୍ୟାପି ହର୍ମୋନ୍ ରିଲିଜ୍ ହୋଇଥାଏ, ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ଓ ଏହା ସହିତ ସେକ୍ସୁଆଲ୍ ଲାଇଫ୍ ବହୁତ ଭଲରେ କଟିଥାଏ। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ତେବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ମୁଖ୍ୟତଃ କେଉଁଭଳି ଝିଅମାନେ କେବଳ ପତଳା ବାଣ୍ଡ ନିଜ ବିଆରେ ପଶିବାକୁ ପସନ୍ଦ କରିଥାନ୍ତି। ଏହାର ଉତ୍ତର ହେଉଛି 17ରୁ 18 ବର୍ଷର ଝିଅମାନେ, କାରଣ ଏଥିରେ ବହୁତ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ ଫରେନ୍ ମହିଳାମାନେ ଏକ ସହିତ 2ରୁ 3ଟି ବାଣ୍ଡ ନିଜ ବିଆରେ ପଶାଇଥାନ୍ତି କାହିଁକି? ଏହାର ଉତ୍ତର ହେଉଛି ଏହି କାମ ପାଇଁ ତାଙ୍କୁ ବହୁତ ସାରା ଟଙ୍କା ମିଳିଥାଏ, ତ ସେଥିପାଇଁ। ଏହା ଖାଇସାରିବା ପରେ ବିଆରୁ ବାହାରୁଥିବା ବୀଜକୁ ବୁଢ଼ୀ ମହିଳା କ'ଣ କରିଥାଏ? ଏହାର ଉତ୍ତର ହେଉଛି ଟିସ୍ୟୁ ପେପରରେ ଭଲ ଭାବରେ ପୋଛି ଟଏଲେଟ୍ ବେସିନ୍ରେ ପକାଇ ଦେଇଥାଏ। ଅଧିକାଂଶ ମହିଳାମାନେ ଗିହା ଖାଇବା ସମୟରେ ତଳେ କ'ଣ ରଖିବାକୁ ପସନ୍ଦ କରିଥାନ୍ତି? ଏହାର ଉତ୍ତର ହେଉଛି ତଳେ ତକିଆ ରଖିବାକୁ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ମହିଳାର 2ଟି ଦୋଦି ଉପରେ ବାଳ ଦେଖନ୍ତି, ତେବେ ବୁଝିଯାଆନ୍ତୁ କି ସେହି ମହିଳା ଦେହରେ ସେକ୍ସର ମାତ୍ରା ଅଧିକ ଅଛି। ସାଇକୋଲୋଜି କହିଥାଏ ଯଦି ଜୀବନରେ ସଫଳତା ଓ ଶାନ୍ତି ପାଇବାକୁ ଚାହୁଁଛନ୍ତି, ତେବେ ନିଜ କାମ ଉପରେ ଫୋକସ୍ କରନ୍ତୁ, ଲୋକମାନଙ୍କ କଥା ଉପରେ ନୁହେଁ।